हेलो स्टूडेंट्स, आज आम पढ़ा षष्ठ श्रेणी प्रथम अध्याय पाठ पृथ्वी स्थान चिन्हट करवा कौ मैंने इंटरेस्ट अच्छ सब पढ़ापी चलतु पढ़ा। देख प्रथम मुझे लिखिदे ताले पृथ्वीर पृथ्वी चिन्हट करवा पृथ्वी स्थान चिन्हट हेले बर्तमान कहतु कि ऑलरेडी पढ़ी सारी पृथ्वी स्थान चिन्हट करवा कि ऑलरेडी पढ़ी सारी चलतु देखा कौन कहते देखा आमर जो पृथ्वी को क्या नहीं गठित जान पृथ्वी की क्या नहीं गठित हो पृथ्वी जल भूमि अग्नि वायु को नहीं पृथ्वी गठित हो पृथ्वी कार अंश महाकाशर एक अंश पृथ्वी कार अंश महाकाशर एक अंश आ गोटे पृथ्वी को क्यों माने घेरी रही पृथ्वी को क्यों माने घेरी रही जापार देख पृथ्वी को क्यों माने घेरी रही स्थलचर जो मैंने भूमि रे चलती जो जीव पशु मान जंतु मैंने स्थल भूमि चलते कौन कर स्थलचर कहुए आउ कौन मैंने पृथ्वी घेरी रही जलचर जलचर माने जो मैंने पानी रे बंची रुहति जीव जंतु मैंने ये कथा किए कहते जान ना पिला मैंने ये कथा कहते आर्यभट्ट कहते जो पृथ्वी को घेरी जल भूमि अग्निवायु पृथ्वी एक महाकाश एक अंश आ घेरी पृथ्वी को घेरी रही स्थलचर और जलचर यही कथा कहते आम आर्यभट्ट कहते। चलतु एवं क्लास पाठ आरंभ करवा। भूचित्रावली की क्या कहुए भू चित्रावली क्या कहुए भूचित्रावली अर्थ ओडिया इंग्लीश रे कौन कहती आटलास कौन कहती आटलास भूचित्रावली क्या कहुए भूचित्रावली ताको कहुए अनेक गुड़िए भूचित्र क्या कहुए अनेक गुड़िए मानचित्र को कहुए भूचित्रावली। देख बर्तमान आम पढ़ा जे मानचित्र केते प्रकार मानचित्र केते प्रकार पिला माने जानिछ मानचित्र होची तीन प्रकार केते प्रकार तीन प्रकार। प्रथम मानचित्र क्या कहे प्रथम फास्ट मानचित्र कौन जाना आमर होची भौतिक बा प्राकृतिक मानचित्र कौन फास्ट मानचित्र होची भौतिक बा प्राकृतिक प्राकृतिक मानचित्र भौतिक मानचित्र क्या कहुए भौतिक बा प्राकृतिक मानचित्र क्या कहुए देख एवं क्या कहुए तुम कौन भावुच क्या कहते देख प्राकृतिक जिनिस को माने जो मानचित्र प्राकृतिक जिनिस को बुझाऊ देख जेपरी पर्वत प्राकृतिक महासागर
ମହାସାଗର ଏବଂ ନଦୀ ପରି ପ୍ରାକୃତିକ ନଦୀ ପରି ପ୍ରାକୃତିକ ପ୍ରାକୃତିକକୁ ବୁଝାଉଥିବା ମାନଚିତ୍ରକୁ କୁହାଯାଏ ଭୌତିକ ବା ପ୍ରାକୃତିକ ମାନଚିତ୍ର। ସେକେଣ୍ଡ ମାନଚିତ୍ର କ'ଣ ଜାଣିଛ ପିଲାମାନେ? କିଏ କହିପାରିବ ସେକେଣ୍ଡ ମାନଚିତ୍ର କ'ଣ? ସେକେଣ୍ଡ ମାନଚିତ୍ର ହେଉଛି ରାଜନୈତିକ ମାନଚିତ୍ର। କ'ଣ? ରାଜନୈତିକ ମାନଚିତ୍ର। ପିଲାମାନେ କିଏ କିଏ ବଡ଼ ହେଇକି ପଲିଟିକ୍ସ କରିବା ଚାହୁଁଛନ୍ତି, ରାଜନୀତି କରିବା ଚାହୁଁଛ? ଦେଖ, ରାଜନୈତିକ ମାନଚିତ୍ର ହେଉଛି ଦେଶ କିମ୍ବା ରାଜ୍ୟର ସୀମା ଆଉ ସହର। ଦେଶ, ରାଜ୍ୟର ସୀମା ଆଉ ସହରକୁ ବୁଝାଉଥିବା ଯେଉଁ ମାନଚିତ୍ରରେ ଦେଶର ରାଜ୍ୟ ସୀମା ସହରକୁ ବୁଝାଇବ ସେଇ ମାନଚିତ୍ରକୁ ଆମେ କହିବା ରାଜନୈତିକ ମାନଚିତ୍ର। ଦେଖ, ଗୋଟେ ମାନଚିତ୍ରରେ ଦେଖିଥିବ ମାନଚିତ୍ର ରାଜ୍ୟ ଥିବ ଆଉ ଏବଂ ତାର କ'ଣ ଥିବ? ରାଜଧାନୀ ଥିବ। ରାଜ୍ୟ ରାଜଧାନୀର ତ ସବୁ ମାନଚିତ୍ର ଥିବ। ତାକୁ ଆମେ କ'ଣ କହିବା? ସେ ମାନଚିତ୍ର ଦେଖିଲେ ଆମେ କି ମାନଚିତ୍ର କହିବା? ରାଜନୈତିକ ମାନଚିତ୍ର କହିବା। ଆଉ ଏମିତି ବି ଦେଖିଥିବ କେନ୍ଦ୍ରଶାସିତ ଅଞ୍ଚଳ ଥିବ, କେନ୍ଦ୍ରଶାସିତ ଅଞ୍ଚଳ ଥିବ ଏବଂ ତାର ରାଜଧାନୀ ଥିବ। ତ ଏଇ ମାନଚିତ୍ରକୁ ଆମେ କ'ଣ କହିବା? ରାଜନୈତିକ ମାନଚିତ୍ର କହିବା। ବୁଝା ପଡ଼ୁଛି? ଥାର୍ଡ଼ ମାନଚିତ୍ର କ'ଣ? ତୃତୀୟ ମାନଚିତ୍ର ହେଉଛି ତଥ୍ୟଭିତ୍ତିକ ମାନଚିତ୍ର। ତଥ୍ୟଭିତ୍ତିକ ମାନଚିତ୍ର ତା ଅର୍ଥ କ'ଣ? ଯେଉଁ ମାନଚିତ୍ରରେ ସୂଚନା ସହିତ ତଥ୍ୟଭିତ୍ତିକ ବା ପ୍ରାସଙ୍ଗିକ ଶୀର୍ଷକକୁ ବୁଝାଏ। ସେଇ ମାନଚିତ୍ରକୁ ବର୍ତ୍ତମାନ ଆମେ କହିବା ତଥ୍ୟଭିତ୍ତିକ ମାନଚିତ୍ର। ବୁଝିଲ? ଥାର୍ଡ଼ ମାନଚିତ୍ର ହେଉଛି ତଥ୍ୟଭିତ୍ତିକ ମାନଚିତ୍ର, ଅର୍ଥାତ୍ ଯେଉଁ ମାନଚିତ୍ର ସୂଚନା ସହିତ ତଥ୍ୟଭିତ୍ତିକ ବା ପ୍ରାସଙ୍ଗିକ ଶୀର୍ଷକକୁ ଦେଖାଯାଏ ତାହାକୁ ଆମେ କହିବା ତଥ୍ୟଭିତ୍ତିକ ମାନଚିତ୍ର। ଦେଖ, ଉଦାହରଣ ଦେଖିବା। ଗୋଟେ ଜନସଂଖ୍ୟା ଅଛି, ଗୋଟେ ମାନଚିତ୍ରରେ ଜନସଂଖ୍ୟା ଦିଆହେଇଥିବ କିମ୍ବା ଖଣିଜ ମାନଚିତ୍ର ଥିବ। କ'ଣ ଥିବ? ଖଣିଜ ମାନଚିତ୍ର ଥିବ। କ'ଣ ଥିବ? ସେ ମାନଚିତ୍ର ଜନସଂଖ୍ୟା ବୁଝୁଥିବ କିମ୍ବା ଖଣିଜ ମାନଚିତ୍ର ବୁଝାଉଥିବ। ଏଇସବୁ ମାନଚିତ୍ରକୁ ଆମେ କ'ଣ କହିବା? ତଥ୍ୟଭିତ୍ତିକ ମାନଚିତ୍ର। ପିଲାମାନେ ବୁଝିପାରିଲ? ନେକ୍ସଟ ବୁଝିବା ମାନଚିତ୍ରରେ 3ଟି ଉପାଦାନ ଥିବାକୁ ପଡ଼ିବ। କ'ଣ କ'ଣ ଚାଲନ୍ତୁ ପଡ଼ିବା? ପ୍ରଥମ ଦୂରତା ଥିବ। ସେକେଣ୍ଡ ଥିବ ଦିଗ। ଥାର୍ଡ଼ ଥିବ
ସଂକେତ। ଏଇ ତିନୋଟି ଥିଲେ ଉପାଦାନକୁ ଆମେ କହିବା ମାନଚିତ୍ର। ଯେଉଁ ମାନଚିତ୍ର ବା ମ୍ୟାପ୍ରେ କେବଳ ଦିଗକୁ ବୁଝାଉଥିବ, କେବଳ କ'ଣ କରୁଥିବ, ଦିଗ, କେବଳ କାହା ବୁଝାଉଥିବ, ଦିଗକୁ ବୁଝାଉଥିବ, ତାହେଲେ ତାହାକୁ ଆମେ କହିବା ସ୍କେଚ୍ ବା ରେଖାଚିତ୍ର କହିବା। ଟିକେ ଟିକେ ଲେଖିଦେଉଛି, ସ୍କେଚ୍ ବା ରେଖାଚିତ୍ର। ବୁଝିପାରିଲ ନା? ଗୋଟେ ମ୍ୟାପ୍ ଥିବ, କେବଳ ଦୂରତା ଦିଗ ସଂକେତକୁ ଏ ତିନୋଟିକୁ ନ ବୁଝାଇ ଖାଲି ଦିଗକୁ ବୁଝେଇବ, ତାହେଲେ ସେଇ ମ୍ୟାପ୍କୁ ଆମେ କହିବା ମାନଚିତ୍ର କହିବା ନାହିଁ। ସେଇ ମ୍ୟାପ୍କୁ ଆମେ କହିବା ଯେ ସ୍କେଚ୍ ବା ରେଖାଚିତ୍ର କହିବା। ତାହାକୁ ଆମେ ମ୍ୟାପ୍ କିମ୍ବା ମାନଚିତ୍ର କହିବା ନାହିଁ। ତାପରେ ନେକ୍ସଟ ପିଲାମାନେ ଚାଲନ୍ତୁ ଦେଖିବା। ପିଲାମାନେ କାହିଁ ଏହାକୁ କୁହ ମୋତେ। ପ୍ରଥମେ ଯଦି ଆମେ ଦିଗ ଡିରେକ୍ସନ୍, ଦିଗ ଆମେ ଜାଣିବା ଭିତରୁ କେଉଁଟା ଦିଗ। ଦେଖ ଏକାନେ ଇଂଲିଶ ଦେଖିଛ ନା, ଇଂଲିଶ 4 କେମିତି ହେଉଛି, 4 ଏମିତି ହେଉଛି ନା, ଇଂଲିଶ 4 ହଁ, ଇଂଲିଶ 4 ତ ଏମିତି। ଦେଖ ଆରମ୍ଭ କେମିତି କଲେ, ଏଇଠାରୁ ଆରମ୍ଭ କଲେ, ପୂର୍ବ, ପଶ୍ଚିମ, ଉତ୍ତର, ଏଇଟା କ'ଣ ହେବ, ଦକ୍ଷିଣ ହେବ। ଦେଖ ଇଷ୍ଟ, ପୂର୍ବ, ପଶ୍ଚିମ, ନର୍ଥ ମାନେ କ'ଣ ହେବ, ଉତ୍ତର, ସାଉଥ୍ ମାନେ ଦକ୍ଷିଣ। ବୁଝାପଡ଼ିଲା ପିଲାମାନେ? ଦେଖ ଯଦି ଏଇ ସ୍ଥାନରୁ ଏଇ ଯେଉଁ ମଝିରେ ଯଦି କୌଣସି ସ୍ଥାନ ଗୋଟେ ପଡ଼ିବ, ତାକୁ ଆମେ କ'ଣ କହିବା, ତାକୁ ଆମେ କହିବା ଉତ୍ତର ପୂର୍ବ। କ'ଣ କହିବା, ଉତ୍ତର ପୂର୍ବ। ଉତ୍ତର ପୂର୍ବ କ'ଣ, ନର୍ଥ ଇଷ୍ଟ। ଏଇ ସ୍ଥାନକୁ ଆମେ କ'ଣ କହିବା, ନର୍ଥ ଇଷ୍ଟ। ଯଦି ଏତିକ ସ୍ଥାନ ଭିତରେ ପଡ଼ିଲା ତ ଆମେ କ'ଣ କହିବା, ତାକୁ କହିବା ଉତ୍ତର ପଶ୍ଚିମ। ଉତ୍ତର ପଶ୍ଚିମ ହେଲେ କ'ଣ, ନର୍ଥ ୱେଷ୍ଟ। ତାହେଲେ କୁହ ସେହିପରି ଯଦି ଏତିକ ସ୍ଥାନ ଭିତରେ ଇଷ୍ଟ ଆଉ ସାଉଥ୍ ଭିତରେ ପଡ଼ିବା, ପୂର୍ବ ଆଉ ଦକ୍ଷିଣ ଭିତରେ ପଡ଼ିଲେ ଆମେ ତାକୁ କ'ଣ କହିବା, କ'ଣ କହିବା, ଦକ୍ଷିଣ ପୂର୍ବ। କ'ଣ କହିବା, ଦକ୍ଷିଣ ପୂର୍ବ। ଦକ୍ଷିଣ ପୂର୍ବ। ସେହିପରି ଏଇଟା ପଢ଼ିଲେ ପିଲାମାନେ କୁହ କ'ଣ କହିବା, ଏଇଟା ପଢ଼ିଲେ କହିବା ଦକ୍ଷିଣ ପଶ୍ଚିମ। କ'ଣ କହିବା, ଦକ୍ଷିଣ ପଶ୍ଚିମ। କାହିଁକି ନା ଏଇଟା ଦକ୍ଷିଣ ଅଛି, ଏଇଟା ପଶ୍ଚିମ ଅଛି, ଏ ଟୋଟାଲ୍ କ'ଣ ହେବ, ଦକ୍ଷିଣ ପଶ୍ଚିମ। ପିଲାମାନେ ସବୁ ସକାଳୁ ସକାଳୁ ଉଠି କ'ଣ କରୁଛ ସବୁ? ଚାଲ ସେକେଣ୍ଡ ପାରାଗ୍ରାଫ ପଢ଼ିବା। ଦେଖ ଯେଉଁମାନେ ମାନଚିତ୍ର ପ୍ରସ୍ତୁତ କରିଥାନ୍ତି, ପ୍ରସ୍ତୁତକାରୀମାନେ ମାନଚିତ୍ର ପ୍ରସ୍ତୁତକାରୀ ନିର୍ଦ୍ଦିଷ୍ଟ ସଂକେତ ବ୍ୟବହାର କରନ୍ତି। ନିର୍ଦ୍ଦିଷ୍ଟ ବ୍ୟବହାର କରନ୍ତି। ଦେଖିଛ ପିଲାମାନେ କେମିତି ବ୍ୟବହାର କରନ୍ତି, ମାନେ ଗୋଟେ ପର୍ବତ ଥିବ, ନିର୍ଦ୍ଦିଷ୍ଟ ସଂକେତ ବ୍ୟବହାର କରନ୍ତି। ଦେଖ ଗୋଟେ ପାହାଡ଼ ଥିବ, କିନ୍ତୁ ତାଙ୍କ ମାନଚିତ୍ରରେ ଛୋଟିଆ ଗୋଟେ ପାହାଡ଼ ବୋଲି ଚିହ୍ନ କରିଦିଅନ୍ତି। ଦେଖିଛ ନା ମ୍ୟାପ୍ରେ, ଦେଖିଥିବ ତ ପିଲାମାନେ। ଆଉ ଦେଖିଥିବ ଗୋଟେ ଗଛ ଥିବ, ତାଙ୍କେ ମାନେ ମ୍ୟାପ୍ରେ ଗୋଟେ ଛୋଟିଆ ଗଛ ଭିତରେ ଚିତ୍ର କରିଦିଅନ୍ତି। ଆମେ ବୁଝିଯାଉ କ'ଣ, ଏହା ଗୋଟେ ଗଛ ବୋଲି। ବୁଝିଯାଉଛ ନା? ସେହିପରି ଦେଖ ମାନଚିତ୍ର ପ୍ରସ୍ତୁତକାରୀ ନିର୍ଦ୍ଦିଷ୍ଟ ସଂକେତ ବ୍ୟବହାର କରନ୍ତି, ଯେପରିକି ଏଇଟା ଉଦାହରଣ ଦେଲି। ସେହିପରି ଗୋଟେ ମେନ୍ ନୋଟ୍ ରଖିଥିବ, ଜାଣିଥ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ସଂକେତ ବ୍ୟବହାର କରନ୍ତି। ଦେଖ ବିଭିନ୍ନ ଦେଶ ମାନେ
ଇଣ୍ଡିଆ ହେଉ ଆମେରିକା ହେଉ ରୁଷ ହେଉ ଏମାନେ କ'ଣ କରନ୍ତି ବିଭିନ୍ନ ଦେଶ ଭିନ୍ନ ଭିନ୍ନ ସଂକେତ କରନ୍ତି। ଦେଖ ଆମେ ଯଦି ଏମିତି ଗୋଟେ ଗଛଟାକୁ ଆମେ ଚିହ୍ନ କରୁଛନ୍ତି ଏହିପରି ଗୋଟେ ପାହାଡ଼ ଥିବ ପର୍ବତ ଥିବ ଏହିପରି ପର୍ବତକୁ ଆମେ ଚିହ୍ନ କରିଦିଅନ୍ତି କ'ଣ ଛୋଟିଆ ଗୋଟେ ପର୍ବତ ଉପରେ ଚିହ୍ନ କରିଦିଅନ୍ତି କିନ୍ତୁ ଅନ୍ୟ ଦେଶମାନେ ବି ଏହିପରି ଚିହ୍ନ କରୁଥିବେ ବୋଲି ଠିକ୍ ନାହିଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ଆମେ ଏପରି ଚିହ୍ନ କରୁଛନ୍ତି ତାହେଲେ ସେଇମାନେ ଅନ୍ୟ ପ୍ରକାର ଗୋଟେ ସଂକେତ କରୁଥିବେ ହେଲା। ପିଲାମାନେ ତୁମମାନଙ୍କୁ କେମିତି ଲାଗିଲା ପାଠ ଆଉ ଏଇଟା ପୃଥିବୀର ସ୍ଥାନ ଚିହ୍ନଟ କରିବା ମୋ ହିସାବରେ ମୁଁ ଭଲ ପଢ଼େଇଛି କିନ୍ତୁ ମୋର ହ୍ୟାଣ୍ଡରାଇଟିଂ ଟିକେ ଓଡ଼ିଆ ହ୍ୟାଣ୍ଡରାଇଟିଂ ଟିକେ ବ୍ଲାକ୍ ବୋର୍ଡ଼ରେ ହୁଏନି। ମୁଁ ଟ୍ରାଏ କରି ଚେଷ୍ଟା ଚଲେଇଛି ହ୍ୟାଣ୍ଡରାଇଟିଂ ସୁନ୍ଦର ଆସିବ କିଛି ଦିନ ଅଭ୍ୟାସ କରିଲା ପରେ। ଆଉ ଆପଣମାନଙ୍କୁ ପଢ଼ନ୍ତୁ ଆଉ ଆପଣମାନେ କମେଣ୍ଟରେ ଜଣାଇବେ ଯେ ଆପଣଙ୍କୁ ମୋର କ'ଣ କ'ଣ ଭୁଲ ରହିଲା ତାହେଲେ ମୁଁ ଏହାକୁ ସଂଶୋଧନ କରି ମୁଁ ଭଲ ଭାବରେ ବୁଝେଇବାକୁ ଚେଷ୍ଟା କରିବି। ଆଜିର ରହୁଛି ପୁଣି ଦେଖାବା ଆମେ କାଲି।